ଜୟ ଜଗନ୍ନାଥ। ଆସନ୍ତୁ ଶୁଣିବା ସୁନ୍ଦର ଶିକ୍ଷଣୀୟ କାହାଣୀ ବିଶ୍ୱାସର ଶକ୍ତି, ପାୱାର ଅଫ୍ ପଜିଟିଭିଟି। ବହୁତ ବର୍ଷ ପୂର୍ବେ ଜଣେ କୃଷକ ତାର ପରିବାର ସହ ଗୋଟିଏ ଛୋଟ ଗାଁରେ ରହୁଥିଲା। ଗାଁର ଲୋକମାନଙ୍କର ଚାଷ ହିଁ ଏକମାତ୍ର ବେଉସା ଥିଲା। ଖରାଦିନ ହୋଇଥିଲା। ବହୁତ ଦିନ ହେବ ଗାଁରେ ବର୍ଷା ହେଉନଥିଲା। ଚାଷ ଜମିରେ ଫସଲ ସବୁ ପାଣି ବିନା ମରିଗଲେ। ଗାଁରେ ଏକ ପ୍ରକାର ମରୁଡ଼ି ପଡ଼ିଗଲା। ସମସ୍ତେ ଆଶା ଛାଡ଼ି ବସିଲେ। କ'ଣ କରିବେ? ଦିନେ ସମସ୍ତେ ମିଶି ନିଷ୍ପତ୍ତି ନେଲେ, ଚାଲ ଏକା ସାଙ୍ଗରେ ଏକା ସମୟରେ ଭଗବାନଙ୍କୁ ପ୍ରାର୍ଥନା କରିବା। ତାହା ହିଁ ହେଲା। ସମସ୍ତେ ନିଜ ନିଜ ଘରେ ଏକା ସମୟରେ ଭଗବାନଙ୍କୁ ପ୍ରାର୍ଥନା କଲେ। କୃଷକ ଓ ତାର ସ୍ତ୍ରୀ ଓ ତାର ଛୋଟ 6 ବର୍ଷର ଝିଅଟି ମଧ୍ୟ ତାଙ୍କ ସହିତ ପ୍ରାର୍ଥନା କଲା। ହେ ପ୍ରଭୁ, ଦୟାକର, ଗାଁରେ ବର୍ଷା ହେଉ। ଆମ ସମସ୍ତଙ୍କୁ ବଞ୍ଚାଇ ଦିଅ। ପୁଣି ଥରେ ଆମ ଚାଷଜମି ଫସଲରେ ହସି ଉଠୁ। ଛୋଟ ଝିଅଟି ତା ବାପାଙ୍କର ଏ ଦୁଃଖ ସହି ପାରୁନଥିଲା। ସେ ମଧ୍ୟ 2 ହାତ ଯୋଡ଼ି ଭଗବାନଙ୍କୁ ପ୍ରାର୍ଥନା କଲା, ହେ ପ୍ରଭୁ, ମୋ ବାପାଙ୍କର ଦୁଃଖ ଦୂର କର। ତୁମେ ସବୁକିଛି କରିପାରିବ। ଗାଁରେ ବର୍ଷା ଶୀଘ୍ର ହେଉ। ଏମିତି କିଛି ସମୟ ଚାଲିଗଲା। ବାସ୍, କିଛି ସମୟ ପରେ କୃଷକଟି ଘରୁ ବାହାରକୁ ବାହାରିଲା। ଝିଅଟି ପଚାରିଲା, ବାପା, କେଉଁଆଡ଼େ ଯାଉଛ? କୃଷକଟି ଉତ୍ତର ଦେଲା, ଚାଷ ଜମିଆଡ଼େ ଯାଉଛି, କିଛି କାମ ଅଛି। ଝିଅଟି ଘର ଭିତରକୁ ଦୌଡ଼ିଯାଇ ଛତା ନେଇ ଆସିଥିଲା। ଆଉ କହିଥିଲା, ବର୍ଷା ହେବ ବାପା, ତୁମେ ଓଦା ହୋଇଯିବ। କୃଷକ ଆକାଶକୁ ଅନାଇଥିଲା। ସେଠି ବାଦଲ ନଥିଲା। ଆକାଶ ପୂରା ପରିଷ୍କାର ଥିଲା। ସେ ତାର ନିରୀହ ଝିଅ ମୁହଁକୁ ଦୁଃଖରେ ଅନେଇଥିଲା। ତାର ଭଗବାନଙ୍କ ଉପରେ ବିଶ୍ୱାସ ଦେଖି ଆଶ୍ଚର୍ଯ୍ୟ ହେଉଥିଲା। ଆଉ ସେହିଦିନ ରାତିରେ ଗାଁରେ ଆଶ୍ଚର୍ଯ୍ୟଜନକ ଭାବରେ ବର୍ଷା ହୋଇଥିଲା। ଗାଁ ଲୋକେ ଓ କୃଷକର ପରିବାର ମଧ୍ୟ ଖୁସିରେ ଆତ୍ମହରା ହୋଇଯାଇଥିଲେ। କୃଷକ ଓ ତାର ଝିଅର ଏହି ଛୋଟ କାହାଣୀ ଆମକୁ ଶିଖାଏ ବିଶ୍ୱାସ କରିବା। ଜୀବନର ଖରାପ ସମୟରେ, ପ୍ରତ୍ୟେକ କାର୍ଯ୍ୟ ସମୟରେ ଭଗବାନଙ୍କୁ ପ୍ରାର୍ଥନା କରିବା ଓ ବିଶ୍ୱାସ ରଖିବା। ତେଣୁ ପ୍ରତ୍ୟେକ କାର୍ଯ୍ୟ ଆରମ୍ଭରୁ ବିଶ୍ୱାସ ହିଁ ଆମକୁ ଆଗକୁ ନେଇଥାଏ। ଯେମିତି ଦେହ ଖରାପ ହେଲେ ଆମେ ମେଡ଼ିସିନ ଖାଉ, ଆଉ ଆମର ବିଶ୍ୱାସ ଥାଏ ଏହାଦ୍ୱାରା ଆମେ ଭଲ ହୋଇଯିବା। ଠିକ୍ ସେମିତି ବିଶ୍ୱାସ ହିଁ ମନରେ ପଜିଟିଭ୍ ଏନର୍ଜି ଭରି ଦେଇଥାଏ ଓ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇଥାଏ। ସର୍ବଦା ପ୍ରମାଣିତ, ଭଲ ଭାବନା ଭଲ ପରିଣାମ ଆଣି ଦେଇଥାଏ। ତେଣୁ ଲାଇଫ୍ର ସବୁ ସମୟରେ ପଜିଟିଭ୍ ରହିବା, ନେଗେଟିଭିଟି ନାମକ ଶବ୍ଦକୁ ଭୁଲିଯିବା। ଫ୍ରେଣ୍ଡସ୍, ଯଦି ଏ କାହାଣୀ ଆପଣମାନଙ୍କ ମନକୁ ଛୁଇଁ ପାରିଥାଏ, ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ମୁଁ ପୁଣି ଆସିବି ଆଉ